ଚାରି ହରି ତରେ ଚରି ଚରାଉଥାନ୍ତି ବାଛୁରୀ ଚୁତ ମୁକୁଳିଆ ସଖାମାନେ ଚିରାମରା ଶୃଙ୍ଗ ବେଣୁ ବାଦ୍ୟ ନାଦ ଶୁଣୁ ଶୁଣୁ ଶେଷ ହୁଏ ଦିନ ଦିନେ ଦିନେରେ ଚଳା ପାଙ୍ଗି। ଆପଣ ଦେଖିବେ ଚୁମ୍ବି ବାରୁଣିକି ଦିନ ଦ୍ୟୁତି ଚପଳେ ଅମ୍ବର ବରଜନ୍ତି ମାନେ ଦିବାଲୋକରୁ ଦୀପାଲୋକ ପର୍ଯ୍ୟନ୍ତ ଚୁମ୍ବି ବାରୁଣିକି ଦିନ ଦ୍ୟୁତି ସୂର୍ଯ୍ୟ ବାରୁଣୀ ଅର୍ଥାତ୍ ପଶ୍ଚିମ ଆକାଶକୁ ଢଳି ଯାଆନ୍ତି। ତେଣୁ ଦିବାଲୋକରୁ ଦୀପାଲୋକ ପର୍ଯ୍ୟନ୍ତ ଫ୍ରମ୍ ଡନ୍ ଟୁ ଡସ୍କ ଶ୍ରୀକୃଷ୍ଣଙ୍କର ଗୋଚାରଣ ସମୟ ସନ୍ଧ୍ୟାବେଳକୁ ସେ ଫେରିବେ। ଜନନୀ ଯଶୋବତୀଙ୍କର ମନରେ ଭୟ ଡାକିନି ଲୋଭାନ୍ତି ବୋଲି ଡରୁଥାଇ ମନେ ବାର ବାର ବାରୁଥାଇ ଯିବା ପାଇଁ ବନେ ମୋ କଳା ମାଣିକରେ। ତେଣୁ ମା କାଳେ କାହାର କୁଦୃଷ୍ଟି ପଡ଼ିଯିବ ଅସୁର ଅସୁରୁଣୀମାନଙ୍କର ବା ଅନ୍ୟ କାହାର, ତେଣୁ ଗୋଟିଏ ତାବିଜ ମାଳି ସେ କୃଷ୍ଣଙ୍କ ଠାରେ ଲଗେଇ ଦେଇଥିଲେ। ସେଇ ମାଳିର ନାମ ତାବିଜ ମାଳି। ଜଗନ୍ନାଥ ସ୍ୱାମୀଙ୍କର ସେ ମାଳିଟି ସ୍ୱତନ୍ତ୍ର, ଏଇଟା ବଳଭଦ୍ରଙ୍କର ନାହିଁ। କିନ୍ତୁ ବଳଭଦ୍ରଙ୍କର ଗୋଟେ ମାଳି ଯାହା ଜଗନ୍ନାଥ ମଧ୍ୟ ପିନ୍ଧନ୍ତି ନାହିଁ। ବଳଭଦ୍ରଙ୍କର ମାଳିଟି କ'ଣ? ଆହା, ଆପଣ ଦେଖୁଛନ୍ତି ଏ ସୁନ୍ଦର ଭାବରେ ରଥର ଯେଉଁ ଉର୍ଦ୍ଧ୍ୱ ଦେଶ, ସେ ଉର୍ଦ୍ଧ୍ୱ ଦେଶରେ କେତେ ସୁନ୍ଦର ଭାବରେ ଏଇ ଶୁକପକ୍ଷୀ ଶୋଭା ବିସ୍ତାର କରୁଛନ୍ତି ଏବଂ ତା ଉପରକୁ ରହିଛନ୍ତି କଳସ, ଆଉ କଳସ ଉପରେ ଉଡ଼ୁଛି ସୁନ୍ଦର ଭାବରେ ପଞ୍ଚକେତନ। ପବନେ ପଞ୍ଚକେତନ ଉଡ଼େ ଫର ଫର। ଏଇ ଯେଉଁ ପଞ୍ଚକେତନ, ଆମର ଯେଉଁ ପଞ୍ଚଦେବ ଉପାସନା ରହିଛନ୍ତି ଗଣେ ନାରାୟଣେ ରୁଦ୍ରେ ଅମ୍ବିକେ ଭାସ୍କରେ ତଥା ଭିନ୍ନା ଭିନ୍ନ ନ କର୍ତ୍ତବ୍ୟ ପଞ୍ଚଦେବ ନମସ୍ତୁତେ। ତେଣୁ ଭିନ୍ନା ଭିନ୍ନ ନ କର୍ତ୍ତବ୍ୟ, ୟାଙ୍କ ଭିତରେ କିଛି ଭିନ୍ନତା ଯଦି ବା ନାହିଁ, ତଥାପି ପଞ୍ଚଦେବ ଉପାସନା ଉତ୍କଳରେ ପ୍ରସିଦ୍ଧି ଲାଭ କରିଛି। ଗଣେ ନାରାୟଣେ ରୁଦ୍ରେ ଅମ୍ବିକେ ଭାସ୍କରେ। ତାହେଲେ ଗଣେଶ ଆପଣମାନେ ଦେଖିଲେ ସ୍ନାନ ପୂର୍ଣ୍ଣିମାରେ, ସ୍ନାନ ଯାତ୍ରାରେ, ମଞ୍ଚ ସ୍ନାନରେ ଭଗବାନଙ୍କର ସେଦିନ ଯେଉଁଦିନ ଜନ୍ମୋତ୍ସବ, ସେଇ ଜନ୍ମୋତ୍ସବ ପରିସରରେ, ସେଇ ଜନ୍ମୋତ୍ସବ ଅବସରରେ ମଣିମାଙ୍କର ଆପଣ ଦେଖିଲେ ସ୍ନାନ ଲୀଳା ଏବଂ ସେ ସ୍ନାନ ଯାତ୍ରାରେ ଗଣେଶ ଗଜାନନ ବେଶ ଧାରଣ କଲେ। ସ୍ନାନ ଯାତ୍ରାରେ ସେ ଗଣେଶ ଗଣେ ନାରାୟଣେ ରତ୍ନବେଦୀ ରତ୍ନସିଂହାସନରେ ଯେତେବେଳେ ସେ ଉପବେଶନ କରନ୍ତି, ମହାବାହୁ ଏହି କଥାରେ ମୋ ମନ ନୀତି ଦେଖୁଥିବି ନୀଳାଦ୍ରି ମଣ୍ଡପେ କଞ୍ଜ ସୁନ୍ଦର ବଦନ ମହାପ୍ରଭୁ ଏହି କଥାରେ ମୋ ମନ। ନୀଳାଦ୍ରି ମଣ୍ଡପ ଉପରେ ଭଗବାନ ଜଗନ୍ନାଥ ସ୍ୱାମୀ ପୂର୍ଣ୍ଣ ବ୍ରହ୍ମ ଦାରୁ ବ୍ରହ୍ମ ମହାନାରାୟଣ ସିଏ। ତେଣୁ ରତ୍ନ ସିଂହାସନ ଉପରେ ସେ ହେଉଛନ୍ତି ନାରାୟଣ। ସ୍ନାନରେ ଗଣେଶ, ସିଂହାସନ ଉପରେ ସେ ନାରାୟଣ। ଗଣେ ନାରାୟଣ ରୁଦ୍ରେ। ଆପଣମାନେ ଜାଣନ୍ତି ଯେତେବେଳେ ନବକଳେବର ସମୟ ଆସେ, ଯେଉଁ ଦାରୁ ନିର୍ବାଚିତ ହେଇଯାଆନ୍ତି, ସେ ବୃକ୍ଷର ଦାରୁର ଗୋଟେ ସଂହାର କରାଯାଏ, ଛେଦନ କରାଯାଏ। ସେ ସଂହାର ଲୀଳାଟି ଗୋଟେ ପ୍ରତୀକାତ୍ମକ ଭାବରେ ରୁଦ୍ରାତ୍ମକ ସ୍ୱଭାବର କଥା ମନେ ପକାଇ ଦିଏ। ତେଣୁ ନବକଳେବର ସମୟରେ ବୃକ୍ଷ ଛେଦନ କାଳରେ, ସେ ଭୟଙ୍କର ସଂହାର ଲୀଳାରେ, ବୃକ୍ଷର ସଂହାର କାଳରେ ସିଏ ହେଉଛନ୍ତି କିଏ ନା ରୁଦ୍ର। ଗଣେ ନାରାୟଣ ରୁଦ୍ରେ ଅମ୍ବିକେ। ଯେତେବେଳେ ଆପଣ ଦେଖିବେ ଆଜି ହରିଶୟନ ଏକାଦଶୀ ଏବଂ ଯେଉଁ ହରିଶୟନ କରିବେ, ଶୟନ କାଳରେ ସିଏ ହେଉଛନ୍ତି କ'ଣ ନା ଦୁର୍ଗା। କଲାପୁଣି କୁବିଚାର ବିଷ୍ଣୁ ମାୟା ଅଗୋଚର କାମିନୀ ରୂପେ ମୋହିଛି ବଇଲୋଚନ। ଯେତେବେଳେ ଏମିତି ବିଚାର ଆସିଲା, ରସକଲଳକାର ଦୀନକୃଷ୍ଣ କହିଲେ ନାଇଁ ନାଇଁ, କରିଛି ଶିବଙ୍କୁ ଯାହା କର୍ଣ୍ଣେ ଶୁଣି ଅଛି ତାହା କେମନ୍ତେ ତାହାକୁ ମୁଁ କରିବି ମୋଚନ। କାତ୍ୟାୟନୀ ଯୁବତୀ ହୋଇ କୌନ ପକୁଳକୁ ସେ କି କରି ନାହିଁ। ତେଣୁ ଦୁର୍ଗା ଏବଂ ମାଧବ ଏ ଉଭୟଙ୍କର ଉପାସନା ଏହି ଶ୍ରୀକ୍ଷେତ୍ରର ଗୋଟେ ଅନନ୍ୟ ଉପାସନାର ଧାରା, ଯାହା ଭାରତବର୍ଷରେ କେଉଁଠି ଆପଣ ଦେଖିବେନି। ତେଣୁ ଶୟନ କାଳରେ ଜଗନ୍ନାଥ ହେଉଛନ୍ତି ଦୁର୍ଗା।
गणे नारायणे रुद्रे अंबिके भास्करे तथा आपण माने देखिए जे जेतेबेले रथरे से गति करती से रथरे गति कला बेले रथरे विराजमान कला बेले रथरे गमन कला बेले सी होउचंती वामन अर्थात सूर्य। तेणु पंचदेवतांकर उपासनार प्रतीकात्मक ज्योतना बहन करी रथ उपरे पवने पंचकेतन उड़े फर फर।